ଖୁଡି ପୁତରା ସମ୍ପର୍କରେ କଲଙ୍କ, ପ୍ରେମରୁ ହତ୍ୟା ଅଭିଯୁକ୍ତ ମୁହଁରେ କୁସମ୍ପର୍କର କଲା କାହାଣୀ। ହତ୍ୟାକାଣ୍ଡ ପଛରେ ଅନୈତିକ ସମ୍ପର୍କ। ସମ୍ପର୍କୀୟ ଖୁଡିଙ୍କ ପ୍ରେମ ସମ୍ପର୍କରେ ଗଡ଼ିଥିଲା ପୁତୁରା। ବିବାହ କରିବାକୁ କହିବାରୁ ମହିଳାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଅଭିଯୁକ୍ତ। ଖୁଡିଙ୍କୁ ମା ସମାନ ବୋଲି କୁହାଯାଏ। ଖୁଡି ପୁତୁରା ମା ପୁଅର ସମ୍ପର୍କ ପରି, କିନ୍ତୁ ବର୍ତ୍ତମାନ ସମାଜର ଏଭଳି ସମ୍ପର୍କରେ ଲାଗିଛି କଲଙ୍କର ଛିଟା। ଅନୈତିକ ସମ୍ପର୍କ ସାଜିଲା ବୈରୀ, ଜୀବନ ନେଲା ଦେହଲୋଭୀ ନରପିପାସ ପୁତୁରା। ସମ୍ପର୍କୀୟ ଖୁଡିଙ୍କୁ ପ୍ରେମ କରି ହତ୍ୟା କରିଛି, ଆଉ ଆତ୍ମସମର୍ପଣ କରି ପୁଲିସ ଆଗରେ କୁସମ୍ପର୍କର ଅକୁହା କାହାଣୀ ବର୍ଣ୍ଣନା କରିଛି ଅଭିଯୁକ୍ତ। ସମ୍ପର୍କୀୟ ଖୁଡିଙ୍କୁ ହତ୍ୟା କରିଛି ପୁତୁରା। ଅନୈତିକ ପ୍ରେମ ସମ୍ପର୍କରେ କରୁଣ ପରିଣତି ବୋଲି କହିଛି ଅଭିଯୁକ୍ତ। ବିଧବା ମହିଳାକୁ ପ୍ରେମ କରୁଥିଲା ଅଭିଯୁକ୍ତ। କ୍ୟାନ୍ସରରେ ସମ୍ପର୍କୀୟ ଦାଦାଙ୍କ ମୃତ୍ୟୁ ପରେ ଖୁଡିଙ୍କ ପ୍ରେମରେ ପଡ଼ିଯାଇଥିଲା। ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା। ମହିଳା ଜଣଙ୍କ ସମ୍ପର୍କକୁ ସାମାଜିକ ସ୍ୱୀକୃତି ଦେବାକୁ ଦାବି କରୁଥିଲା, କିନ୍ତୁ ଏହା ଚାହୁଁନଥିଲା ଅଭିଯୁକ୍ତ। ସମ୍ପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଆଣିବାକୁ ନେଇଥିଲା ନିଷ୍ପତ୍ତି। ଦିନ ପ୍ରାୟ 1ଟା ବେଳେ ଘରେ ପଶି ଶାଶୁଙ୍କ ସାମ୍ନାରେ ବୋହୂ ଅର୍ଥାତ୍ ନିଜ ପ୍ରେମିକାର ବେକକୁ କାଟି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ ତଥା ପୁତୁରା। ପ୍ରେମିକାକୁ ହତ୍ୟା କରିବା ପରେ ରକ୍ତଭିଜା ଛୁରୀ ଧରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। ସାଇଣ୍ଟିଫିକ୍ ଟିମ୍ ରକ୍ତ ନମୁନା ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଛି। ହେଲେ ଏବେ ପ୍ରଶ୍ନ, ମୃତ୍ୟୁ ମହିଳାଙ୍କ ଝିଅ ଏବେ କ'ଣ କରିବ? କ୍ୟାନ୍ସରରେ ବାପା ଆରପାରିକୁ ଚାଲି ଯାଇଥିଲେ, ମାଆଙ୍କୁ ହତ୍ୟା କରାଯାଇଛି। କୁନି ଝିଅ କଥା ବୁଝିବ କିଏ?